ଚାଲନ୍ତୁ ସାଙ୍ଗମାନେ ଆଜି ଆମେ ମଣ୍ଡା ପିଠାର ଜନ୍ତୁଣି କେମିତି ସହଜରେ ଶିଖିବା ଯେଉଁଟାକି ସଫ୍ଟ ହେବ। ତ ସେଥିପାଇଁ ମୁଁ ଗୋଟେ ବାଉଲ୍ ଯେହେତୁ ନେଇଥିଲି ସୁଜି, ତ ସେଥିପାଇଁ 2 ବାଉଲ୍ସ ନେଇଛି ପାଣି। ସେଥିରେ ଟିକେ ଆମେ ଲୁଣ ଏଡ୍ କରିଦେବା ଆଉ ଲୁଣଟାକୁ ପାଣିରେ ଗୋଳେଇଦେବା ଗୋଟେ ଚା ପିତି ପାତିଆରେ। ତାପରେ ଘିଅ 1 ଟେବୁଲ୍ ସ୍ପୁନ୍ ଦେଇଦେବା। ତାପରେ ପାଣିଟା ଫୁଟିଲା ପରେ ଆମେ ଯେଉଁ ଦେଇଥିଲୁ ଯେହେତୁ ଗୋଟେ ମାନେ ବାଉଲ୍ ନେଇଥିଲି ସୁଜି, ସେଥିପାଇଁ 1 ବାଉଲ୍ ସୁଜିକୁ ଆମେ ଏଥିରେ ପାଣିରେ ଏଡ୍ କରିଦେବା। ମନେ ରଖନ୍ତୁ 1 ବାଉଲ୍ ସୁଜିକୁ 2 ବାଉଲ୍ ପାଣି। ତାପରେ ଦେଲା ପରେ ଆମେ ଭଲ ଭାବରେ ଘାଣ୍ଟିବା ଆଉ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ରୁ ହାଇ ରଖିବେ। ତାପରେ ଘାଣ୍ଟି ସାରିଲା ପରେ ଆମେ କ'ଣ କରିବା ନା ଏବେ ଗ୍ୟାସ୍ର ଫ୍ଲେମ୍କୁ ଲୋରୁ ମିଡ଼ିୟମ୍ ରଖିକି ଆମେ ପ୍ଲେଟ୍ ଘୋଡ଼େଇ ଦେବା। ତାପରେ 5ରୁ 7 ମିନିଟ୍ ପରେ ପୁଣି ଆମେ ଖୋଲିକି ଦେଖିବା। ଆଉ ଆମର ଦେଖନ୍ତୁ ଏବେ ପୁରା ଭଲ ଭାବରେ ଆମର ମାନେ ସିଝିଗଲାଣି ସୁଜି ଜନ୍ତୁଣିଟି। ଆମେ ଭଲ ଭାବରେ ପିତି ପାତିଆରେ ଓଲଟେଇ ଦେବା। ମୋର ପ୍ରସ୍ତୁତି ହେଇଯିବ ସୁଜି ଜନ୍ତୁଣି। ଦେଖିଲେ ନା କେତେ ସହଜରେ ବନିଗଲା। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ନିଶ୍ଚୟ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ, ଧନ୍ୟବାଦ।